ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। କୃଷ୍ଣଦେବରାୟ 1509 ରୁ 1529 ପର୍ଯ୍ୟନ୍ତ ବିଜୟନଗର ସାମ୍ରାଜ୍ୟର ସମ୍ରାଟ ଥିଲେ। ସେ ସାମରିକ ବିଜୟ ଏବଂ ଦୃଢ଼ କୂଟନୀତି ମାଧ୍ୟମରେ ସାମ୍ରାଜ୍ୟର କ୍ଷେତ୍ରକୁ ବିସ୍ତାର କରିଥିଲେ। ସେ ତୁଲଭା ରାଜବଂଶର ତୃତୀୟ ରାଜା ଥିଲେ। ଭାରତୀୟ ଇତିହାସରେ ତାଙ୍କୁ ସର୍ବଶ୍ରେଷ୍ଠ ଶାସକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କ ରାଜତ୍ୱ କାଳରେ ସଂସ୍କୃତି, ବାଣିଜ୍ୟ ଏବଂ ସ୍ଥାପତ୍ୟର ଏକ ସୁବର୍ଣ୍ଣ ଯୁଗ ଥିଲା, ଯେଉଁଥିରେ ହାମ୍ପି ପରି ଭବ୍ୟ ମନ୍ଦିର ନିର୍ମାଣ ଅନ୍ତର୍ଭୁକ୍ତ ଥିଲା। ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।